ତମେ କଣ ଖାଇଲ? ସେଲିବ୍ରେଟ କରିବେ ଯିବା ଯାଉନା କଣ ପାଇଁ? ଫାଷ୍ଟ ଇୟରରେ ଘରେ ମନା କଲେ ଅଂଶମାନ କଥା ହଉ। ତମକୁ ପିକନିକ ବିଷୟରେ କିଏ କିଛି କହିଛନ୍ତି? କିଛି କହିନାହାନ୍ତି। କାଲି ଏମାନେ ସବୁ ଗୋଟେ ଜାଗାକୁ ବୁଲିବା ପାଇଁ ଯାଉ। ଆମେ ଯିବା ବେଳେ ପଚାର ଦବ ଯାଇଛ? তুমি କୋଉଠି ଯାଉଛନ୍ତି? ଯାଇଛ? ଯାଇଛନ୍ତି ସମସ୍ତେ ସମସ୍ତେ ତ ଯାଇଛନ୍ତି କିନ୍ତୁ ସାଙ୍ଗମାନଙ୍କ ସହିତ ଯିବାର ମଜା ଅଲଗା। ସିଏ ଯିବେନି କାହିଁକି? ସେ ତ ନୂଆ ଆସିଛନ୍ତି ନା, ସାଙ୍ଗ ହେଇନାହାନ୍ତି। ଆଗରୁ ପଢଉଥିଲେ ତାହେଲେ କଥାବାର୍ତ୍ତା କରିକି ଯଦି ଯିବା ପାଇଁ ଇଚ୍ଛା ହବ ଯିବ। ସାଙ୍ଗମାନଙ୍କ ସହିତ ଯିବାର ମଜା ଅଲଗା ନା, ହଁ କି ନାଇଁ? ସାଙ୍ଗମାନଙ୍କ ସହିତ ଯିବାର ମଜା ଅଲଗା, ଘର ଲୋକଙ୍କ ସହିତ ଯିବାର ମଜା ଅଲଗା। ମୁଭି ଦେଖିବା ପାଇଁ ସାଙ୍ଗମାନଙ୍କ ସହିତ ଯିବା ମଜା ଅଲଗା, ଘର ଲୋକଙ୍କ ସହିତ ଯିବା ମଜା ଅଲଗା, ହଁ ନାଇଁ? ଅପେରା ଯାତ୍ରା ଯୋଉ ସାଙ୍ଗମାନଙ୍କ ସହିତ ଯିବା ମଜା ହଉଛି, ଘର ଲୋକଙ୍କ ସହିତ ଯିବା ଅଲଗା। ବର୍ତ୍ତମାନ ତମ ଲାଇଫ ଏଇ ପିରିୟଡ ଟା ଏଇ ଏଜ ଟାକୁ ଏନ୍ଜୟ କର, ହଁ କି ନାଇଁ? ସାଙ୍ଗମାନଙ୍କ ସହିତ ଏଇ ଏଜରେ କଣ ଭଲ ଭଲ ଲାଗେ? ସାଙ୍ଗମାନଙ୍କ ସହିତ ଭଲ ଲାଗିବ, ହଁ କି ନାଇଁ? ଏନ୍ଜୟ। ତମେ ତାହେଲେ ଯାଉଛ? ତମେ ତାହେଲେ ଯାଉଛ? କେତେବେଳେ ତମ ପ୍ରୋଗ୍ରାମ ଅଛି? 4ଟା। ଆଉ ତମେ ମାଇଣ୍ଡ ସେଟ୍ କରିଛ 5:30 ତମେ 6ରେ ଆସିକି ପହଞ୍ଚିବ। 4ଟା ପସିବଲ ନୁହେଁ, 3ଟାରେ ଛୁଟିରେ ସେଇଟା କରିଥିଲେ 4ଟାରେ ଅଧା ନା ଏପଟେ ଏବେ ଆଉ କୋଉଠି ହଉନି। ଏବେ ଆଉ ଶୀତ ଅଛି? ଶୀତ ନାହିଁ ଯେ କୋଉଠି ନାହିଁ ଆଉ। 4ଟା ବେଳେ ଦେଖିବେ। କାଲି ମୁଁ ଶୋଇବି କାଲି ମୁଁ ଶୋଇବି 4ଟା ବେଳେ। କାଲି କଣ ହେଲା? ନାଇଁ ମୁଁ ଏଇଠି କଲେଜ ପାର ହଉନି। ତମେ କୋଉଠି ରହୁଛ? କାଲି 4ଟା ବେଳେ କାଲି 4ଟା ବେଳେ କଣ ହେଲା ନା ଲାଇନ ଟା ପଳେଇଗଲା। କାଲି 4ଟା ବେଳେ ଲାଇନ ପଳେଇଗଲା। କଣ ହେଲା ସେ କରି ଆଉ ଏଇ ଛାତ ପିଟେ ବୁଲିଲି ଟିକେ ଲାଇନ ଆସିଲା। ଟିକେ ଶୋଇଲି ପୁଣି ଦେବା ଲାଇନ ଗଲା ପୁଣି ଉଠିଲି। ମାନେ ଏବେ ଡିସେମ୍ବର ମାସ ମାନେ ଶୀତ ଅଲଗା ପ୍ରକାର ହବା କଥା, ହଁ କି ନାଇଁ? ଡିସେମ୍ବର ମାସର ଶୀତ ପୁରା ଅଲଗା ପ୍ରକାର ହବା କଥା। ଏଇ 5 ଦିନ ଶୀତ ହେଲା, ଲାଷ୍ଟ 10 ଦିନ ଶୀତ। ଓହୋ, ମଝିରେ ତାହେଲେ ଗ୍ୟାପ ରହିବ ନା କଣ? ଫାଷ୍ଟ 5 ଦିନ ଯୋଉ ଶୀତ ହେଲା ସେଇଟା ଶୀତର ଇମ୍ପାକ୍ଟ ନୁହଁ, ସେଟା ତାମିଲନାଡୁରୁ ଯୋଉ ଆସିନଥିଲା ପେଞ୍ଜଲ ତାର ଇମ୍ପାକ୍ଟ। ତେଣୁ ଆଉ ମତେ ଲାଗୁଛି 5 କି 6 ବର୍ଷ ପରେ ଶୀତ ଋତୁ ଗୋଟେ ପୁରା ଆମେ ଆମ ଡିକ୍ସନାରୀରୁ ହଜିଯିବ। ମାନେ ଆମ ଫିଲିଙ୍ଗ ଡିକ୍ସନାରୀରୁ ଆମେ ଯୋଉ ଫିଲ୍ କରୁଛୁ ଶୀତ ଋତୁ ହଜିଯିବ। କାରଣ ଡିସେମ୍ବର ମାସରେ ପୁରା ପ୍ରବଳ ଶୀତ ହବା କଥା। ଆଉ ଏଇ ଶୀତଟା କଣ୍ଟିନ୍ୟୁ କରିବ କଥା ଜାନୁଆରୀ 15 ସରି ଫେବୃଆରୀ 15-20 ପର୍ଯ୍ୟନ୍ତ। ଡିସେମ୍ବର 15 ହେଇନି ଶୀତ ଗଲାଣି, ହଁ କି ନାଇଁ? ଶୀତ ଆଉ ନାହିଁ। ଡିସେମ୍ବର ତକ ଫ୍ୟାନ ଦେଇ ବସିଛି। କିନ୍ତୁ ଆମ ଗାଁରେ ପ୍ରବଳ ଶୀତ ଅଛି। ଗାଁରେ ପ୍ରବଳ ଶୀତ ଅଛି।
ଆଠଟା 10ଟା ଯାଏ ଶୀତ ଛାଡୁନି ଏତେ ଶୀତ। ଆମର ସେଠି ରାତି 8ଟା ବେଳକୁ ସବୁ ଦୋକାନ ପତ୍ର ସବୁ ବନ୍ଦ କରିଦଉଛନ୍ତି ଏତେ ଶୀତ ଲାଗୁଛି। ସମୁଦ୍ର ହାୱାଟା ଆସୁଛି ନା। କି ସମୁଦ୍ର? ବାଲେଶ୍ୱର ଟା କୋଷ୍ଟାଲ ବେଲ୍ଟ ରିଜିଅନ। କଟକଟା ତ ଆହୁରି ମିଡିଲ ରିଜିଅନ ବାଲେଶ୍ୱର ଟା କୋଷ୍ଟାଲ ବେଲ୍ଟ। ବାଲେଶ୍ୱର ଭଦ୍ରକ। ବାଲେଶ୍ୱର ଭଦ୍ରକ ପୁରୀ ଏସବୁ କୋଷ୍ଟାଲ ବେଲ୍ଟ ରିଜିଅନ ବୁଝିଲ। ଆଉ ଆମ ଘରଟା ପୁରା ସମୁଦ୍ର ପାଖରେ ଇନ ଦ ସେନ୍ସ ପୁରା ଆମ ବାଡ ଜାଣିପାରୁଛ ବାଡ ବାଉଣ୍ଡ୍ରି। ସେପନ କାଲି ଯାଉଛ? ବାରମ୍ବାର ଶିବପୁର ଯାଉଛ। ଯାଉନ କଣ ପାଇଁ? କ୍ଲାସ ଟାଇମ ରେ ହେଇନାହିଁ ନା ହେଇକି ମାନେ ଆସୁନାହାନ୍ତି। ଆଚ୍ଛା ଏଠି ଅଛି ଆଉ। ହଁ ତମର ଯାଉନ କଣ ପାଇଁ? ସେ ଯାଉନ ତମେ ଯାଉନ। ମେନଲି ଝିଅ ଛୁଆଙ୍କ କ୍ଷେତ୍ରରେ ଦେଖାଯାଏ ପୁଅ ପିଲାଙ୍କ କ୍ଷେତ୍ରରେ ତ ମତେ ଏଇଟା ଜଷ୍ଟିଫାଏ ଲାଗେନି। ଫାଷ୍ଟ ଟାଇମ ପାଇଁ ମୁଁ ଦେଖିଲି ତମେ କହୁଛ ସିଏ ଯାଉନି ବୋଲି ମୁଁ ବୁଲିକି ଆସିଛି। ହଁ ସେଇ ରିଜିନ ଟା ତମେ ଦେଇପାରିବ। ମୁଁ ତମକୁ ଥରେ କହିଥିଲି ନାଇଁ ଆମ ବ୍ୟାଚରେ ଯେ ଏମିତି ଥରେ ହେଇଥିଲା ତମକୁ କହିଥିଲି ନା ଯେ ଫାଇନାଲି ସବୁ ଡିସାଇଡ ହେଇସାରିଛି ତା ପୂର୍ବ ଦିନ ଆମର ଥିଲା ତମର ରାତି 4ଟା ଆମର ଥିଲା ରାତି ଆମର ରାତି 3ଟା ବେଳେ ଥିଲା ସେତେବେଳେ କଣ ବସ୍ ଆସିକି ପହଞ୍ଚିଯିବ। ମାନେ ସେ ଯେତେ ବସ୍ ଧର ଲେଟ୍ କରିବ ଆସିକି ପହଞ୍ଚିବାର ତାର ସେମିତି କଟିବ ସେ ଅନୁସାରେ ତାକୁ କମ ପଇସା ଦବୁ ବୋଲି ଆମେ ଅଲରେଡି କଥା ହେଇଛୁ ତେଣୁ ତୁ ଟାଇମରେ ଆସିବୁ ବସ୍ ପାଖକୁ ଆମେ ଲେଟ୍ କଲେ ଆମର ଲେଟ୍ ଯେତିକି କହେ ସେ ଟାଇମରେ ଆସିବୁ। ସେ ତାର ଠିକ ଟାଇମରେ ପଳେଇ ଆସିଛି ତା ପୂର୍ବ ଦିନ ରାତି 9ଟା ବେଳକୁ ଡିସାଇଡ୍ କଣ ନା ମାନସ ଭାଇ ମୁଁ ଯିବି ନାହିଁ ଗୋଟେ ଝିଅ ପିଲା କହିଲା କାଲି ନିଦଟା
आज कौन पढ़िया मत कहलो ताल कौन पढ़िया स्टैटिस्टिक्स ना पॉपुलेशन पॉलिसी ओके जानो स्टैटिस्टिक्स ता तमरा बुक रे तो ऑलरेडी थिबो मते बुक दियो मु खाली तुमको कर डिस्कशन कर देबे कौन कौन अछि स्टैटिस्टिक्स रे जहां भी अछि थियोरेटिकल पॉइंट्स तमे ताको पढ़िया पे बिल्कुल ट्राई करिना जदि ट्राई करथा तो ताले बुझे था कारण बहुत जिंस अछि पढ़ा है डाटा को पढ़ा ना फिर आगे क्लास ମୁଁ ବା ସେଇଟା ତମେ ହାତ ଯେହେତୁ ମାରି ନା ହଁ ସେଥିପାଇଁ ତମକୁ ଲାଗୁଛି ଏଟା ବୁଝେଇବା କନସେପ୍ଟ କିନ୍ତୁ ମତେ ଲାଗୁନି ଏଟା ବୁଝେଇବାର କିଛି ଅଛି ତମେ ପଢିଲେ ଆରାମସେ ବୁଝିପାରିବ ତଥାପି ଆଣ ମୁଁ ଟିକେ ଟିକେ କହିଦଉଛି ହିଷ୍ଟ୍ରି ଅଫ ଷ୍ଟାଟିଷ୍ଟିକ୍ସ ସେଟା ମୁଁ ପଢିବି ନାହିଁ କାରଣ ସେଟା କିଛି କ୍ୱେଶ୍ଚନ ବି ଆସିବ ନାହିଁ ତମେ ହିଷ୍ଟ୍ରିଟା ପଢିଦବ ଜାଣିଯିବ ହିଷ୍ଟ୍ରି ଅଫ ଷ୍ଟାଟିଷ୍ଟିକ୍ସ ଷ୍ଟାଟିଷ୍ଟିକାଲ ଡାଟା ଆସିବ ସାଇନ୍ସ ଅଫ ଷ୍ଟାଟିଷ୍ଟିକ୍ସ ଏ ସବୁ ଜିନିଷ ତମେ ଜାଣି ଦେଇ ପାରିବ then definition of statistics रे इकोनॉमिक्स फर्स्ट के बारे में एडम स्मिथ फर्स्ट एडम स्मिथ बारे में इकोनॉमिकल पॉलिसी का फर्स्ट चाणक्य हां कितने तांको काहे कुआगला नहीं फादर कहा को कहा जाए मैथमेटिक्स क्या हुआ जाए फादर ऑफ मैथमेटिक्स ତା ପୂର୍ବରୁ କଣ ମ୍ୟାଥମେଟିକାଲ ଲ ନଥିଲା କାହିଁକି ଆର୍ଗୁମେଣ୍ଟ ସବୁ କାହିଁକି କର ସମସ୍ତଙ୍କ ସାମ୍ନାରେ ନୁହେଁ ତା ପୂର୍ବରୁ ଯାହା ବି ଥିଲା ସେଟା କଣ କରୁଥିଲୁ ଓନ୍ଲି ଆପ୍ଲାଏ କରିବା ଶିଖିଥିଲୁ ସିଷ୍ଟମେଟିକାଲି ରିପ୍ରେଜେଣ୍ଟେସନ ନଥିଲା ତାକୁ ଫାଷ୍ଟ ଯେ ସିଷ୍ଟମେଟିକାଲି ରିପ୍ରେଜେଣ୍ଟ କରିବ ସେ ହେଇଯିବ ଫାଦର इकोनॉमिक्स को फर्स्ट सिस्टमैटिकली रिप्रेजेंट कला आडम स्मिथ ता माने ने जे ता पूर्व इकोनॉमिक्स नथला इकोनॉमिक्स थिला सिस्टमैटिकली नथला किंबा इकोनॉमिक्स रा कोनो से प्रिंसिपल नथला फर्स्ट प्रिंसिपल लेसेस फेयर पॉलिसी जोटा कि देखले कि आडम स्मिथ बुझलो ता परे सही बेस को फॉलो करिक आगे आगे चलले डिफरेंट इकोनॉमिक्स अपन मॉडिफाई हे चल बुझलो सिमिलर सब जिनस हिस्ट्री कथा सब जिनस सिस्टमैटिकली जे फर्स्ट रिप्रेजेंट करिवे से हो जति फादर पूर्व अच्छी पूर्व सब जिनस अच्छी बुझलो एबे तो स्टैटिस्टिक्स रो फंक्शन आसीबा फीचर ऑफ कहला हिस्ट्री फादर हेड कोनता पूर्व कैलकुलेशन पूर्व हिस्ट्री नत लागी 5w कोन Economics Dutch welfare economics. Okay, feature of statistics. Feature देखो feature. First कौन अच्छी? Statistics रे first feature कौन अच्छी? Aggregate of facts. तो मैं बोलते को aggregate of facts माने कौन? माने कि जो statistics बोलते सिंगल आइडिया को नहीं कि statistics कराई परिबनी जेमिति कि मो कहबी मोर ओडिया में ओडिया रे 20 अछि तो एटा गोटे statistics से चलता जेतेबेले मो कहबी कि मोर 20 हस्पिटल माने 20 ताकर सब आइडिया को नहीं करा हो बस मु जेते तुमको डाटा कलेक्शन कथा कहली मु तुमको ओनली कहि छि जे लिमा तमरो ओडिया रे केते अछि खाली सिते पचारछि जदी पचारछि लिमा तमरो ओडिया रे केते मैथमेटिक्स रे केते साइंस रे केते डाटा कलेक्शन करछि बुझले कि नहीं किंबा तमर ओडिया रे केते तमर ओडिया रे केते तमर ओडिया रे केते समस्त मठ डाटा कलेक्शन करिछि कोन से सिंगल डाटा को नेकी हमें स्टैटिस्टिकल वर्क करि परिबा नाही लिमा तमर एमआई केते ना 20 तारे मीन बाहर करो तो बाहर करियो कि तारे मीडियन बाहर करो केमति बाहर करियो तो सिंगल डाटा को केमति बाहर करियो तो बाहर करि हबो नाही सो हमको स्टैटिस्टिकल रिप्रेजेंटेशन पाई हमको फैक्ट और डाटा को एग्रीगेट करिया पाई पड़िबो सम्मेशन करिया पाई पड़िबो कलेक्शन करिया पाई पड़िबो अब सेही कलेक्शन मेथड पाखरु हम स्टार्ट करिस प्राइमरी डाटा कलेक्शन मेथड सेकेंडरी डाटा कलेक्शन मेथड collection method means not single data yes or no we have to collect all the data that is the aggregate of facts तापर पॉइंट सब पॉइंट तमे जानिचो और कहबो कथा पढी ना होबे तो मु लागुची नुवा जिंस तापर पढ कोन अछि न्यूमेरिकली एक्सप्रेस्ड एटा मते कोन बुझा पाई पड़िबो आमे जते डाटा को कहबा मु जदी कहबी लिमांकर
एमआईएल रे केते मार्क अछि से कहबे सर बहुत मार्क अछि से कहबे सर बहुत मार्क अछि स्टैटिस्टिक्स हम तक यूज करी मैटर काढ गला रे मार्कर नहीं आसो पर्टिकुलर स्पेसिफिक नंबर न्यूमेरिकल मीन्स नंबर न्यूमेरिकल मीन्स नंबर से एमआईएल 1 थाउ कि एमआईएल 1001 कौन से नंबर आवश्यक ଯଦି ଆମେ କହିବା ଏମଆଇଏଲ ଆମର କମ ଅଛି ମୁଁ କଣ ଲେଖିବି ଲିମା କମ ନମ୍ବର କସ୍ତୁରୀ ଅଧିକ ନମ୍ବର ପ୍ରିୟଦର୍ଶନୀ ମଝି ମଝିକା ନମ୍ବର ତାହେଲେ ମୁଁ କଣ ମିନ୍ କେମିତି କାଢିବି ମଝି ମଝିକା ପ୍ଲସ କମ ପ୍ଲସ ଅଧିକ ଆରେ ପ୍ଲସ କରିବା ପାଇଁ ବି ନ୍ୟୁମେରିକାଲ ଆବଶ୍ୟକ କୌଣସି ଜିନିଷ ଆଡ କରିବା ପାଇଁ ବି ନ୍ୟୁମେରିକାଲ ଆବଶ୍ୟକ ହଁ କି ନାହିଁ ୱିଦାଉଟ୍ ନ୍ୟୁମେରିକାଲ ରେ ଆଡ କରିହବ କି ଆଡ କରିହବନି ନା add କରିହବ ନା ଡିଭାଇଡ କରିହବ ନା ମଲ୍ଟିପ୍ଲାଏ କରିହବ ନା ସବଟ୍ରାକ୍ଟ କିଛି କରିହବନି ନା ଡିଭାଇଡ କରିହବ କିଛି କରିହବନି ତ ଷ୍ଟାଟିଷ୍ଟିକ୍ସ ରେ ଡାଟା ନ୍ୟୁମେରିକାଲ ସେନ୍ସ ରହିବା ମୋଷ୍ଟ ଇମ୍ପୋର୍ଟାଣ୍ଟ ଯଦି ମୁଁ ପଚାରିବି ବର୍ଷା କେତେ ହେଇଛି ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ ତମେ ଯିବ ଡାଟା ଆଣିବା ପାଇଁ ଯିବ ନା କଣ ବୁଲିବା ପାଇଁ ଯିବ ନା କଣ ତାଙ୍କ କନଷ୍ଟ୍ରକ୍ସନ ଦେଖିବା ପାଇଁ ଯିବ ନା କଣ ଡାଟା ଆଣିବା ପାଇଁ ଯିବ ଇଏ ହଉଛି ନା ହେad ତେବେ ଗତ 10 ଦିନ ଧରି କେମିତି ଆମର ରହୁଛି କଣ ନା ୱେଦର ରିପୋର୍ଟ ମତେ ଦିଅନ୍ତୁ ୱେଦର ରିପୋର୍ଟ ତମେ ଏୟାର କ୍ୱାଲିଟି ଇଣ୍ଡେକ୍ସ ତମେ ଆଣିବ ବୁଝିଲନି ତେବେ ତାଙ୍କୁ ମାଗିଲେ ଏୟାର କ୍ୱାଲିଟି ଇଣ୍ଡେକ୍ସ ସିଏ ତମକୁ ଦେଇଦେବେ ଲେଖିକି ହ୍ୟାଣ୍ଡ ହାତରେ କାରଣ କମ୍ପ୍ୟୁଟର ତ ନ୍ୟୁମେରିକାଲ ବାହାରିବ ତମ ହାତରେ ଲେଖି ଦେଇଦେବେ ଆଜି କେତେ ତାରିଖ ହେଲା 6 ତେବେ 1 ଡିସେମ୍ବର ପାଗ କୁହୁଡା କୁହୁଡା ରହିବ 2 ଡିସେମ୍ବର ପାଗ ଧୂଆଁଳିଆ ରହିଥିଲା 3 ଡିସେମ୍ବର ପାଗ ପରିଷ୍କାର ରହିବ ଏମିତି ଯଦି ଲେଖିଦେଲେ ତମେ କଣ କାଢିବ ତମର ଅବଜେକ୍ଟିଭ ଫୁଲଫିଲ ହବ ତମେ କାଢିବ ମିନ୍ ଧୂଆଁଳିଆ ପ୍ଲସ ଖରା ଖରା ପ୍ଲସ ହବ ପସିବଲ पॉसिबल नो सो न्यूमेरिकल डाटा और डाटार न्यूमेरिकल रिप्रेजेंटेशन मोस्ट इंपोर्टेंट बुझिल जेମିତି साउंड हमर साउंड को हमें कौन करू हम कोथरे आपको कहलो हम साउंड को डेसिबल ओके हम कान केते डेसिबल साउंड पाखु सुनिया पई हमें योग्य बा हम कान एप्लीकेबल फॉर हियरिंग 69 टा मैक्सिमम 65 टा मैक्सिमम तुमको कहला कि ए जो डीजे में नहीं ता साउंड 65 तो लिमिट करा है कान 130 डेसिबल पर्यंत तो सुनि पारिबो तापर जो कान भीतर जो कहते कान परदा लेयर फर्स्ट लेयर ऑफ हियर बा हमें हियरेबल नो हम सुनि पारिबो नाही सिमिलरली सूर्य ठार बहुत प्रकार आसुची कौन रे आसुची बहुत प्रकार रे आसुची हाँ कि नहीं बट आमे ता भीतर ओनली 7टा रे को देखि पारुछु आमे ता भीतर ओनली बहुत प्रकार रे आसुची अरे एटा एमती आसले एटा एमती आसले तरंग रे साउंड तरंग रे आसीबो रे तरंग रे आसीबो बुझिलो तेबे आमे कोन करू ना ओनली 7टा कलर को ही देखि पारू से 7टा पुनी मिडिल कलर को ही देखि पारू जोटा के हम कहू रेनबो हाँ कि नहीं हमें यही 7टा कलर को ही देखि पारू तेबे ସେଇ 7ଟା କଲର ସବୁଠୁ ବେଶୀ ଡେନ୍ସିଟି କାହାର ଭେରି ରେଡ୍ ସେଥିପାଇଁ ଯେତେ ଡିଷ୍ଟାନ୍ସ ଥିଲେ ବି ଆମେ ରେଡ୍ ଟାକୁ ଦେଖିପାରୁ ରେଡ୍ କଲର ଟା ଆମକୁ ଆଖି କଣ କରେ ନା ବେଶୀ ରିଫ୍ଲେକ୍ଟ କରେ ଲାଇଟ୍ ପଡିକି ସବୁଠୁ କମ ଡିଷ୍ଟାନ୍ସ ବା ତମର ଏନଭାୟରନମେଣ୍ଟ କଣ ପଢାପଢି ହେଇଛି ନା କଣ ଜାଣିଲ ଭେରି ଗୁଡ ଫିଜିକ୍ସ ଥିଲା ଆମେ ଆଉ ଟିକେ ଡିପ୍ ଏବେ ମତେ କୁହ ଆମେ ଏଇ 7ଟା କଲର ହିଁ ଦେଖିପାରୁ କଣ ତା ଅପେକ୍ଷା କଲର ନା ବହୁତ ସାରା କଲର ଅଛି ଭାଉଲେଟ ତଳକୁ କୋଉ କଲର ଯୋଉଟା କି ଆମେ ଦେଖିପାରୁନି ଭାଉଲେଟ ତଳକୁ କୌଣସି କଲର ଆମେ ଦେଖିପାରିବା ନାହିଁ ରେଡ୍ ଉପରକୁ କୌଣସି କଲର ଆମେ ଦେଖିପାରିବା ନାହିଁ ଭାଉଲେଟ ତଳକୁ କୋଉ କଲର ଅଛି ଯୋଉଟା କି ଆମେ ଦେଖିପାରିବା ନାହିଁ ବା ଆମ ଆଖି ଦେଖିବା ପାଇଁ ଆପ୍ଲିକେବଲ ନୁହଁ ଜାଣିଛ ସେ କଲର ଅଲଟ୍ରା ଭାଉଲେଟ ଆମେ ଦେଖିପାରିବା ନାହିଁ ବଟ୍ ଫିଲ୍ କରିପାରିବା ସିମିଲାରଲି ରେଡ୍ ଉପରକୁ ହଁ ଅଲଟ୍ରା ଭାଉଲେଟ ଅତି ବାଇଗଣୀ ଯୋଉଟା ଆମେ କହୁଛୁ ଓଡିଆରେ ରେଡ୍ ଉପରକୁ କୋଉ କଲର ଆମେ ଦେଖିପାରିବା ରେଡ୍ ଉପରକୁ କୌଣସି କଲର ଆମେ ଦେଖିପାରିବା ନାହିଁ ରେଡ୍ ର ଜଷ୍ଟ ଉପର କଲର ଟା ନା କଣ କହିଲ ଇନଫ୍ରାରେଡ୍
ଇନଫ୍ରାରେଡ କଲର ଆମେ ଦେଖି ପାରିବାନି ବଟ୍ ଫିଲ୍ କରିପାରିବା। କେମିତି ଫିଲ୍ କରିପାରିବା? ଇନଫ୍ରାରେଡ ଟା ହଉଛି ହିଟ୍ ଅବଜର୍ଭିଂ ରେ। ଆମର ଯୋଉ ଗ୍ଲୋବାଲ ୱାର୍ମିଂ, ଗ୍ରୀନ ହାଉସ ଇଫେକ୍ଟ, ହିଟ୍ ଅବଜର୍ଭ କରୁଛି। ଅଲ୍ଟ୍ରାଭାয়োଲେଟ ରେ ସ୍କିନ୍ କ୍ୟାନ୍ସର ସହିତ ତାର ଇନଫ୍ରାରେଡ ର ହିଟ୍ ଅବଜର୍ଭିଂ କାପାସିଟି ସହିତ ତାର ରିଲେସନ। ବୁଝିଲ? ସେ କଣ କରୁଛି ନା ଆମ ଏନଭାୟରମେଣ୍ଟ ରେ ବହୁତ ସାରା ୱାଟର ଭେପର ରହୁଛି। ୱାଟର ଭେପର ଜାଣିପାରୁଛ? ଜଳ ବିନ୍ଦୁ ଜଳ ଉଷ୍ମତା କଣ କୁହାଯାଏ? ଆର୍ଦ୍ରତା, ଆର୍ଦ୍ରତା କୁହାଯାଏ। ହଁ କି ନାଇଁ? ସେଇଥିରେ ଯେତେବେଳେ ଇନଫ୍ରାରେଡ ମିଶୁଛି, ଇନଫ୍ରାରେଡ ଟା ହିଟ୍ ଅବଜର୍ଭିଂ ଗ୍ୟାସ, ଆଉ ୱାଟର ରେ ହିଟ୍ ଯଦି ମିଶିଗଲା ବେଶ ସମୟ ଧରି ଆମ ବଡିରେ ଲାଗିଗଲା ବେଳେ ଆମକୁ ଜଳିଯିବ। ଯୋଉ କୁହନ୍ତି କି ବହୁତ ସମୟ ଝାଞ୍ଜି ପବନ ପିଟୁଛି, ଝାଞ୍ଜି ପବନ କଣ ଦେଖାଯାଉଛି କି? ଦ୍ୟାଟ ଇଜ ଇନଫ୍ରାରେଡ ରେ। ଗରମ ଗରମ ପବନ ସେଇ ରେ କଣ ହୁଏ ନା ସବୁ ଖରାରେ ସ୍କିନ୍ ଆକୁ ହବ ନାହିଁ, କଣ ଯୋଉ କଳା ପଡିଯିବ ହୁଏ ନାହିଁ। ଇନଫ୍ରାରେଡ ରେ ପଡିଲେ ସ୍କିନ୍ କଳା ପଡେ। ବୁଝିଲ? କୋଉ ସମୟରେ ଇନଫ୍ରାରେଡ ସବୁବେଳେ ଆସେ? ଇନଫ୍ରାରେଡ ସବୁବେଳେ ଆସେ। ବୁଝିଲ? ଇନଫ୍ରାରେଡ ଟା ଆମେ ଦେଖିପାରିବା ନାହିଁ ସବୁବେଳେ, କିନ୍ତୁ ସେ ଆମ ଏନଭାରମେଣ୍ଟ ରେ ପହଞ୍ଚି ପାରେ ନାହିଁ, ଅଛି ତାକୁ ଅଟକାଏ। ଓଜୋନ ଲେୟର ୟୁଭି ବି ସବୁ ସମୟରେ ଆସିପାରେ ନାହିଁ, ଆମ O3 ଅଟକାଏ। ବର୍ତ୍ତମାନ ଆମେ O3 ବହୁତ ଡିପ୍ଲେସନ ହେଇଗଲାଣି due to certain problems, due to the increasement of certain gas like chlorofluorocarbon, methane, carbon dioxide, carbon monoxide, then helium। ଆମେ ସେ ଆଡକୁ ଯିବା, ସେ ଏନଭାରମେଣ୍ଟ କାହିଁ ପଳେଇ ଆସିବ ପଳେଇଗଲି। କିଛି ଗୋଟେ ଲିଙ୍କ ଥିବ ନା ମୁଁ ଆସିଲି। ବାୟୁମଣ୍ଡଳକୁ ଆମେ କାହିଁକି ଆସିଲୁ? ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ। ତେବେ ପ୍ରତ୍ୟେକ ଜିନିଷର ଆମର ନମ୍ବର, ହଁ ମୁଁ ତମକୁ ସାଉଣ୍ଡ ର ପଚାରିଥିଲି ହଁ କି ନାଇଁ? ସାଉଣ୍ଡ ଆମେ 0 ଡେସିବଲ ରୁ 130 ଡେସିବଲ ପର୍ଯ୍ୟନ୍ତ ଶୁଣିପାରିବା। ବୁଝିଲ? ଜେନେରାଲି ଆମେ ପୁରା ଗୋଟେ ସାଇଲେଣ୍ଟ ରୁମ୍ ଅଛି, ରୁମ୍ ଟା ଆମେ କହିଦବା ପୁରା ସାଇଲେଣ୍ଟ ରୁମ୍, ଦେନ୍ ଆମେ ଜେନେରାଲି ଏଜ୍ୟୁମ କରିବା ଏଥିରେ 40 ଡେସିବଲ ଅଛି। 40 ଡେସିବଲ ସାଉଣ୍ଡ ମିନିମମ୍ ଟା ଆମେ ଦଉ, ହଁ କି ନାଇଁ? ଗୋଟେ କନଫରେନ୍ସ ରୁମ୍ ରେ 45 ରୁ 50 ଡେସିବଲ ପର୍ଯ୍ୟନ୍ତ ଥାଏ। ଏରୋପ୍ଲେନ ଯୋଉ ଗୁଳି ଫୁଟେ ଫାଇରିଂ ଯୋଉ ହୁଏ ସେଇଟା ହଉଛି 130 ଡେସିବଲ। ସେଇଟା ହଉଛି 130 ଡେସିବଲ। ବୁଝିଲ? ଏରୋପ୍ଲେନ ଯୋଉ ଉଡେ ଟେକ୍ ଅଫ୍ କରେ ସେଟା ହଉଛି 110 ଡେସିବଲ ସାଉଣ୍ଡ ଆସେ। ବୁଝିଲେ? ସାଉଣ୍ଡ ରେ ମେଜରମେଣ୍ଟ। ତେବେ ଯୋଉ 130, 110, 45 ଏଟା କୋଉଥିରେ ନମ୍ବରରେ ଥାଉ? ନମ୍ବର ମାନେ ଷ୍ଟାଟିଷ୍ଟିକ୍ସ। ବୁଝିଲେ? ସବୁ ଜିନିଷ ଆମ ଷ୍ଟାଟିଷ୍ଟିକ୍ସ ଭିତରେ ଅବଶ୍ୟ ଆମେ ତାକୁ ପଢିବା ନାହିଁ, ବଟ୍ ଆକୁ ସବୁ ଅଛି। ତାକୁ ଆମେ ଗୋଟେ ଅଲଗା ଚାପ୍ଟରରେ ପଢୁ, ଏନଭାୟରମେଣ୍ଟାଲ ଇକୋନୋମିକ୍ସ। ସବୁ ଜିନିଷ ଅଛି ଏନଭାୟରମେଣ୍ଟାଲ ଇକୋନୋମିକ୍ସ। ଟୋଟାଲ କେମିଷ୍ଟ୍ରି, ଟୋଟାଲ ଆମର ଯୋଉ ଏନଭାୟରମେଣ୍ଟାଲ ଅଲ ରିଲେଟେଡ ଜିନିଷ, troposphere, stratosphere, mesosphere, ସରି mesosphere ଟା କଣ? mesosphere, thermosphere, exosphere ସବୁ ଜିନିଷ ଅଛି। ଏକ୍ସୋସ୍ଫିୟର ଟା ଟୁ ଟାଇପ୍ସ, କଣ? ଆୟୋନୋସ୍ଫିୟର ଏଣ୍ଡ ଏକ୍ସୋସ୍ଫିୟର, ନାଇଁ କି? ଆୟୋନୋସ୍ଫିୟର ଜାଣିଛୁ? ପଢିଥିବ ତମେ ଏଟା। ସବୁ ଜିନିଷ ତମେ ଯେତେ ଆଗକୁ ପଢିବ ତେବେ ଜାଣିବ। ସୋ ଷ୍ଟାଟିଷ୍ଟିକ୍ସ ରେ ନ୍ୟୁମରିକାଲ ଡାଟାର ୟୁଜ ବହୁତ ହୁଏ। ଏବେ ମତେ କୁହ ଥାର୍ଡ ଫିଚର ତାର କଣ ଅଛି? affected by causes, different causes ଦ୍ୱାରା affected ହବ। ଏଟା only statistics ର reason ବା feature ନୁହଁ, ଏଟା ପୁରା economics ର feature। affected by different causes, affected by multiple causes ତା ମାନେ କଣ? ଏବେ ମୁଁ କହିବି ତାଙ୍କୁ 110, ସରି 110 ବହୁତ ହେଇଯାଉଛି, 102 ଜ୍ୱର ଅଛି। କଣ ଖାଲି ମନକୁ ମନ ଜ୍ୱର ହେଇଯାଇଛି? କିଛି କଜେସ୍ ଅଛି ନା। ଏବେ ମୁଁ କହିବି ଡିମାଣ୍ଡ ବଢି ଯାଇଛି। କେତେ ବଢିଛି? ନା 10 ଥିଲା 20 ହେଇଯାଇଛି, 20 କ୍ୱିଣ୍ଟାଲ, 10 କ୍ୱିଣ୍ଟାଲ ଥିଲା 20 କ୍ୱିଣ୍ଟାଲ ହେଇଯାଇଛି। ଲେଟ୍ ପଟାଟୋ ର ଡିମାଣ୍ଡ 10 କ୍ୱିଣ୍ଟାଲ ଥିଲା, ଏବେ ପଟାଟୋ ର ଡିମାଣ୍ଡ 20 କ୍ୱିଣ୍ଟାଲ ହେଇଯାଇଛି। ତମେ କ୍ୱିଣ୍ଟାଲ ଛାଡ 10 କିଲୋ ଆଳୁ ଆଣୁଥିଲ, ବର୍ତ୍ତମାନ 20 କିଲୋ ଆଳୁ ଆଣୁଛ। ଆଗରୁ ମାର୍କେଟରେ 10 କିଲୋ ଆଳୁ ଆଣୁଥିଲ, ବର୍ତ୍ତମାନ 20 କିଲୋ ଆଳୁ ଆଣୁଛ। କଣ ମନ ହଉନି? କିଛି ତ ଗୋଟେ କାରଣ ଥିବ ନା। ଆଳୁର ଦର କମିଥିବ,
कंजम्पशन माने डिमांड सेटा काहे के बढो डिफरेंट कॉजेस मल्टीपल कॉजेस प्राइस कमी किंबा तम इनकम बढ़िथिबो देन कंजम्पशन बढ़िबो किंबा तमे गत वर्ष मैरिज करछो किंबा 2-3 वर्ष पूर्व मैरिज करछो एबे तम 2-3टा पिला देन तम डिमांड बढ़िबो पॉपुलेशन बढ़िला किंबा 5 दिन पूर्व पढिला कार्तिक पूर्णिमा ऊपर छाड़ खाई पड़े तो कार्तिक मास जाइए तापर छाड़ खाई डिमांड ऑफ नॉन वेज बढ़ियो ना बढ़ियोनी बढ़ियो सोशल कस्टम सावित्री व्रत आसीगला डिमांड ऑफ फल बढ़ियो ना बढ़ियोनी समस्त जानी बढ़ियो से समय प्राइस भी हाइक थाए तापर आम डिमांड अधिक बोली कहीं करू एफेक्टेड बाय सोशल कस्टम और डिमांड कहा द्वारा एफेक्ट है सोशल कस्टम ये कज के सोशल कस्टम एफेक्ट कौन फ्रूट्स डिमांड बढ़ी जाए एटा एफेक्ट बुझल सो डिफरेंट कज द्वारा एफेक्टेड हो सिमिलरली आम जो देखा मीन मीडियन मोड डिफरेंट द्वारा एफेक्टेड हम स्क्यूनेस द्वारा एफेक्टेड हम फोटोसिस द्वारा एफेक्टेड हम खबर ना बट डिफरेंट रीजन द्वारा एफेक्टेड हम जदि तुम रैंडम नॉन रैंडम सैंपलिंग पढ़ी जदि आम सैंपल कलेक्शन कला बेले बायसनेस आनिबा देन सैंपल कलेक्शन कौन ठीक हम ना सो सैंपल कलेक्शन ठीक न होबार गोटे कजेस होची बायसनेस हाँ कि नहीं सो डिफरेंट कजेस द्वारा एफेक्टेड हला ना नहीं मल्टीपल कजेस द्वारा एफेक्टेड हला इकोनॉमिक्स टा कज एंड इफेक्ट रिलेशनशिप तो एई पॉइंट को आम एठी अवस्था जस्टिफाई करि परिबा नाही कारण से तुमे पढी ना इंडियन इकोनॉमी रे कुछ कज एंड इफेक्ट नाही सेकंड ईयर रे तुमको एटा पढिया पई पडिबनी तुमे निजे कहिबो इकोनॉमिक्स माने कज एंड इफेक्ट डिफरेंट कज डिफरेंट इफेक्ट सेटा ही कहते इकोनॉमिक्स आउ किछि खाली कज एंड इफेक्ट र खेलटा को बुझिबा को होची इकोनॉमिक्स गोटे कज गोटे इफेक्ट हे जाउची पुनी से इफेक्ट आउ केतबेले कज हबो कि नाही जदि हबो काहे कि हबो ई सब जिंस बुझिबा देखिबा ताकि होची इकोनॉमिक्स ठीक अछि ओके तापर पॉइंट कोन अछि सिस्टमैटिकली अरेंज्ड हां को सिस्टमैटिकली अरेंज्ड सिस्टमैटिकली अरेंज्ड कोन मो बहुत स्पीडली पढ़े जा रीजन टा होची सब पॉइंट में पढ़े के बुझि जाई पारे कारण मु जानि तुम समस्त इंग्लिश पढ़ा आस आ तुम समस्त लाइन पढ़ी के बुझि जाई पारे तेणु मु खाली जस्ट तुमको स्क्रिप्ट बा ट्रेलर टा कहि पळे अछि पुष्पा तो देखलो ना नहीं लेकिन अपन में देखि दियो आसी गलानी प्राय मच्छी हमरो गूगल रे अछि एसडी हब रे अछि देख दियो मुकाल देख दी वन देखिन वन देखि तू देख ମୁଁ କାଲି ରାତିରେ ଦେଖା ଆରମ୍ଭ କଲି 2ଟା ବେଳେ ସରି କେତେ 1:30 1:00 ବେଳେ ସରିଗଲା ମୋର 3ଟା ବେଳେ ସରି 4ଟା ବେଳେ ଶୋଇପଡ଼ିଲି କାଲି କାଲି ପଡିଥିଲା ନାଇଁ ଫାଷ୍ଟ କାଲି ପଳେଇ ଆସିବା ଯୋଉଦିନ ତମ ମୁଭି ପଡିବ ସେଇଦିନ ସେଇ ମୁଭି ତମର ପଳେଇ ଆସିବ ଖାଲି ଡାଉନଲୋଡ ମାରି ପାରିଲେ ହେଲା ଡାଉନଲୋଡ ମାରିଲେ ଦେଖିଲା ପଳେଇ ଏବେ ସିଷ୍ଟମେଟିକାଲ ଏରେଞ୍ଜ ପାଖକୁ ଆସିବା ତେବେ ସିଷ୍ଟମେଟିକାଲ ଏରେଞ୍ଜ ତମେ 10 କ୍ଲାସ ରେ ପଢିଥିବ ଯେତେବେଳେ ଆମେ ମିଡିଆନ କରୁ ସେତେବେଳେ ଆମେ ଆସେଣ୍ଡିଂ କିମ୍ବା ଡିସେଣ୍ଡିଂ ଅର୍ଡର ରେ ଡାଟାକୁ ଆରେଞ୍ଜ କରିବା ନହେଲେ ଆମେ ଭୁଲ ହେଇଯିବ ହଁ କି ନାଇଁ ସେଣ୍ଡିଂ ଡିସେଣ୍ଡିଂ ର ଓଡିଆଟା ଯୋଉ ମାନେ କହୁଛ ଆରୋହ କିମ୍ବା ଅବରୋହ ଏମିତି କିଛି ପଦ୍ଧତି ପ୍ରାୟ ତମେ ପଢିଛ ହଁ ବାସ୍ 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 ଭେରି ଗୁଡ ঊର୍ଧ୍ବ କ୍ରମରେ ସଜେଇ ଲେଖ ଅର୍ଦ୍ଧ କ୍ରମରେ ସଜେଇ ଲେଖ ଏମିତି ଗୋଟେ ନାଇଁ ଓଡିଆ ପିଲାଟି କୋଉମାନେ ଅଛ ହାତ ଦେଖିଲ ତମେ ଏଇଥିରେ କୁଆଡେ ଶୁଣିଛ ଊର୍ଦ୍ଧ୍ୱକ୍ରମ ଅର୍ଦ୍ଧକ୍ରମ ସାନରୁ ବଡ ବଡରୁ ସାନ ଆଗେ ନ ସଜେଇଲେ ଆମେ ଗରିଷ୍ଠ ମଧ୍ୟମା ମଧ୍ୟମା ବାହାର କରିପାରିବା କି ବାହାର କରିପାରିବାନି ତେବେ ଆମକୁ ଫାଷ୍ଟ ସଜେଇବା ପାଇଁ ପଡିବ ହଁ କି ନାଇଁ ସେ ସଜେଇବାଟା ହଉଛି ସିଷ୍ଟମେଟିକାଲି ଆରେଞ୍ଜଡ ବୁଝିଲ ଆମେ ଯେତେବେଳେ କହିବା ଲେଖିବା ଆରେଞ୍ଜଡ ଏକ୍ସ ଏକ୍ସ ଆରେଞ୍ଜଡ ଏକ୍ସ ଏକ୍ସ ମିନ୍ସ କଣ ତମେ ଯେଟା ଓଡିଆରେ କହୁଛ ଲବ୍ଧାଙ୍କ ଆମେ ଏଠି କହିବା କଣ ଫ୍ରିକ୍ୱେନ୍ସି ସରି ଆମେ କଣ କହିବା ଏକ୍ସ ତ କହିବା ଆଉ ଲବ୍ଧାଙ୍କ ସମ୍ଭାଗ ଏମିତି କଣ ଓଡିଆରେ କୁହାଯାଏ ସମ୍ଭାଗ ନା ସମ୍ଭାଗ ବାରମ୍ବାରତା ଏ ଫ୍ରିକ୍ୱେନ୍ସି ଫ୍ରିକ୍ୱେନ୍ସି ଓଡିଆ ବାରମ୍ବାରତା ନାଇଁ ବାସ୍ ବାସ୍ ସେଇଟା summation of fx divided by n summation of fd divided by n a plus summation of fd divided by n a plus summation of fd dash divided by n into c সেটা সিগমা সেটা সমেশন সিগমা সেটাକୁ সিগমা কিন্তু ଆମେ পড়িবা সমেশন কারণ एक्चुअली ইকোনমিক্স এর সিগমা হচ্ছে এটা স্মল সিগমা এটা ক্যাপিটাল সিগমা
आर मान होची समेशन बुझिलो summation of every days by a into I plus a plus a means assumed mean a means frequency b means difference between x and a I means interval between lower limit and upper limit n means number of observations हो गया बहुत easy ये step deviation method ର mean formula बोल हुए ना कहते मजेदार दिन थोड़े को बहुत मजेदार खाली फॉर्मूला लिखिदेले देन स्टेप बाय स्टेप काढ देगले एथिरे मार्क तुमर गुटे के हाथ मारी बोली तमर मार्क गुटे के काटिया ପାଇଁ साहस କରିବନି स्टैटिस्टिक्स ନା ସେଇଟା ତମେ ଆରାମ ସେ କରିବ ନା କଣ ଅଛି ସେ କରିଦବ 8 ମାର୍କ ର ଥୋକା ହଁ କି ତମର ପଡିଥିଲା ଏଠି ତମ ସେକେଣ୍ଡ ଇୟର 8 ମାର୍କ ପଡିବ ସେକେଣ୍ଡ ଇୟର ଏଗୁଡା ଆମେ ଫାର୍ଷ୍ଟ ଇୟର ପଢିବା ପୁଣି ଏଗୁଡା ତମେ ସେକେଣ୍ଡ ଇୟର ରେ ପଢିବ ସେକେଣ୍ଡ ଇୟର ତମେ ଏଜୁକେସନ ରେ ପଢିବ ସେକେଣ୍ଡ ଇୟର ତମେ ସାଇକୋଲୋଜି ରେ ପଢିବ ଏଜୁକେସନ ଅଛି ସାଇକୋଲୋଜି ଅଛି ବୁଝିଲ ପୁଣି ପୁଣି ଷ୍ଟାଟିଷ୍ଟିକ୍ସ ସେଥିରେ ବି ପଢିବ ତେଣୁ ଏଟା ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ତମର ଏଜୁକେସନ ଅଛି ସାଇକୋଲୋଜି କାହାର ସାଇକୋଲୋଜି ଏଜୁକେସନ ଭିତରୁ କୋଉଟା ଅଛି ଏଜୁକେସନ ଅଛି ସେକେଣ୍ଡ ଇୟର ପଢିବ ଆଉ ଏବେ ଖାଲି ଆମେ ପଢିବା x means x bar ସେଠି ଏଜୁକେସନ ରେ mean କୁ ଆମେ n କହିବା ଏଠି x bar ମାନେ ହଉଛି sample mean ଏଠି m ମାନେ ଦେଖିବା population mean sample population ତମେ କଣ ଜାଣିଛ sample mean ଟାକୁ ଆମେ ଏଠି n ଦ୍ୱାରା divide କରିବା population mean ଟାକୁ capital N ଦ୍ୱାରା divide କରିବା small n capital N ସେଟା ଅଲଗା ଜିନିଷ ବୁଝିଲ ନାଇଁ ପଢିବା ଦ୍ୱାରା ଜାଣିବ ଏଠି ଗୋଟେ m ନ ଲେଖି mu ବି ଲେଖି ପାରିବା ଆମେ ଇକୋନୋମିକ୍ସ ର mu ଲେଖୁ ଏଜୁକେସନ ର m ଲେଖୁ mu कंपल्सरी କରିଦେଇଥାନ୍ତି ନ କଲେ କିଛି ହବନି ଭାରି ବଢିଆ ଜିନିଷ ନା ଆଉ ସୋ ସିଷ୍ଟମେଟିକାଲ ଏରେନ୍ସ ଗଲା ତାପରେ ପ୍ରି ଡିଟରମାଇନ୍ଡ ପର୍ପୋଜ ତା ମାନେ କଣ ଏବେ ଲିମା ଯାଇଛନ୍ତି କୋଉଠିକୁ ନା ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ ରୁ ଡାଟା ଆଣିବା ପାଇଁ କଣ କିଛି ଉଦ୍ଦେଶ୍ୟ ବା ଅବଜେକ୍ଟିଭ ନ ରଖି ଯାଇଛନ୍ତି ତମେ ଖାଲି ବୁଲିବା ପାଇଁ ଯାଇଛ କି କିମ୍ବା ଟାଇମ ପାସ୍ କରିବା ପାଇଁ ଯାଇଛ କି ତମେ ଜାଣିବା ପାଇଁ ଯାଇଛ ଗତ ମାସର ଟୋଟାଲ କଣ ନା କଣ ଏଟା ଏୟାର କ୍ୱାଲିଟି ଇଣ୍ଡେକ୍ସ ର ମିନ୍ କାଢିବା ପାଇଁ ଏଇଟା ହଉଛି ତମର ଅବଜେକ୍ଟିଭ ସୋ ଫାର୍ଷ୍ଟ ତମେ ଗଲ ଡାଟା ଆଣିଲ ନ୍ୟୁମେରିକାଲ ଡାଟା ସିଷ୍ଟମାଟିକାଲି ଆରେଞ୍ଜ କଲ ଦେନ୍ ତମେ ମିନ୍ କାଢିଲ ଅବଜେକ୍ଟିଭ ମିନ୍ କାଢିବା ମିନ୍ ମାନେ ଆଭରେଜ ଆଭରେଜ ଏୟାର କ୍ୱାଲିଟି କେତେ ଅଛି ସେଟା ହଉଛି ମିନ୍ ଦେନ୍ ତାକୁ ରିପ୍ରେଜେଣ୍ଟ କରିବା ଏଇଟା ହଉଛି ତମ ଅବଜେକ୍ଟିଭ ଏଇଟା ହଉଛି ତମ ପର୍ପୋଜ ଏଇଟା ତମ ପ୍ରି ଡିଟରମାଇନ୍ଡ ପୂର୍ବରୁ ସେଟା ଭାବିଛ ନା ଭାବିନ ସୋ ଆମେ ଷ୍ଟାଟିଷ୍ଟିକ୍ସ ରେ ଯାହା ବି ଡାଟା କଲେକ୍ସନ କରୁ ଆମେ ଯିବା ମୁଁ ତମକୁ କହିଥିଲି ଷ୍ଟ୍ରାଟିଫାଇଡ ସାମ୍ପଲିଂ ରେ ତମେ କିମ୍ବା ସିଷ୍ଟମାଟିକ ସାମ୍ପଲିଂ ରେ ତମେ ଗଲ ରେଭେନ୍ସା ୟୁନିଭର୍ସିଟି ଷ୍ଟ୍ରାଟିଫାଇଡ ସାମ୍ପଲିଂ ରେ କଣ କଲ ନା ଡିଫରେଣ୍ଟ ବ୍ୟାଚ୍ ରେ ବା ଡିଫରେଣ୍ଟ ଗ୍ରୁପ ରେ ଡିଭାଇଡ କରିଦେଲ ଆର୍ଟ୍ସ ସାଇନ୍ସ କମର୍ସ आर्ट्स को पुणी बॉयज गर्ल्स साइंस को बॉयज गर्ल्स कॉमर्स को बॉयज गर्ल्स देन डिफरेंट सेक्शन ए बी सी एमती डिफरेंट भाग रे तम विभक्त करदेल देन प्रत्येक रो किछि किछि सैंपल कलेक्शन करि आनलो तमर ऑब्जेक्टिव कोन डाटा कलेक्शन टा अनबायस्ड होबा दरकार देन तमे आराम से फार्मूला यूज कलो बाहर कलो बुझलो कोन तम बाहर करिया अछि एवरेज हाइट बाहर कर देलो एवरेज हाइट किबा एवरेज वेट किबा इंटेलेक्चुअल लेवल इंटेलेक्चुअल बुझि परछ तो कोन कहूची सो ऑब्जेक्टिव टा आगे क्लियर हेइतले तमे अकॉर्डिंगली डाटा कलेक्ट करियो कि नहीं ना बिना ऑब्जेक्टिव रे तमे गलो ये डाटा मिला कलेक्ट करियो ते किछ कर दियो सेरा बाबू सेरा होय नहीं फास्ट हमको कोन परिवार से डिसाइड करिया पई पड़िबो अकॉर्डिंगली हमको डाटा कलेक्शन करिया पई पड़िबो जेमिति तांका मन में दुख अछि से फर्स्ट भाबिबे तांका मन काहे के दुख अछि रीजन पाई गले देन ताको फॉलो करिया पई कोन करिया पई पड़िबो तार सॉल्यूशन भाबिबे से जदि एबे कोन करिवे मन दुख काहे के जानिबे नहीं बिंदा सबुर काम कर चलिए ता मन खुशी हो बोली किंबा दुख से बाहर बोली किसी किसी अच्छी ग्यारंटी नहीं से काली तांकर जीवा ପାଇଁ बहुत इच्छा था पिकनिक किंतु ड्यू टू सम अनवांटेड रीजन तमे जीवो बसे କଥା କହୁଛି ତମର ଭାରି ଇଚ୍ଛା ଥିଲା ଇଚ୍ଛା ନଥିଲା ସତ ଭରସା ଭରସା ସେଠୁ ବହୁତ ଥର ଯାଇଛ ନାଇଁ ଆଉ ଯିବା ପାଇଁ ଇଚ୍ଛା ନଥିଲା ଦେନ ମନ କାହିଁ ଦୁଃଖ ଅଛି
ଶୋଇକି ଉଠିକି ଆସିଲ ସେଇଥିପାଇଁ ମନ ଦୁଃଖ ଅଛି। ମନରେ ଖୁସି ଅଛି କାହିଁ ମତେ ଲାଗୁଛି ଯଦି ଆଜି କ୍ଲାସ ନଥାନ୍ତା ତାହେଲେ ତମେ ଉଠି ନଥାନ୍ତ। ଉଠିଥାନ୍ତ? ଉଠି ନଥାନ୍ତ। ତାହେଲେ ମୋ ଉପରେ ରାଗ। ହଁ। ସାର ପାଇଁ ମୁଁ ଉଠିବି। କ୍ଲାସ ନଥାନ୍ତା ମୁଁ ଆଜି ଉଠି ନଥାନ୍ତି। ତେଣୁ ସାର ଟିକେ ଗାଳି ଦେଲେ ମନ ଶାନ୍ତି ହେଇଯିବ। ନା କଣ? ଓକେ ଦେନ୍ ସୋ ଆମର ଅବଜେକ୍ଟିଭ ଆମକୁ ପ୍ରି ଡିସାଇଡ ବା ପୂର୍ବରୁ ଆମକୁ ନିର୍ଦ୍ଧାରିତ କରିବା ପାଇଁ ପଡିବ। ଆମର ଉଦ୍ଦେଶ୍ୟ ଆମକୁ ପୂର୍ବରୁ ନିର୍ଦ୍ଧାରିତ କରିବା ପାଇଁ ପଡିବ। ଆଉ ଆମେ ଯାହା ବି ଉଦ୍ଦେଶ୍ୟ ରଖିଛୁ ତାକୁ ହିଁ ପୂରଣ କରିବା ପାଇଁ ଆମକୁ ଆମର କର୍ମ କରିବା ପାଇଁ ପଡିବ। ଆମେ ଉଦ୍ଦେଶ୍ୟ ରଖିଛୁ ପ୍ଲସ ଟୁ ରେ 90% ମାର୍କ ରଖିବା, ଏଇଟା ହଉଛି ଆମର ଅବଜେକ୍ଟିଭ ଉଦ୍ଦେଶ୍ୟ। ସେଥିପାଇଁ ଆମକୁ କେତେ ସମୟ ପଢିବା ପାଇଁ ପଡିବ, କୋଉ ସବଜେକ୍ଟରେ କେତେ ସମୟ ଦେବା ପାଇଁ ପଡିବ, କେମିତି ପଢିବା ପାଇଁ ପଡିବ, ଷ୍ଟ୍ରାଟେଜିରେ ଆମକୁ ଡିସାଇଡ କରିବା ପାଇଁ ପଡିବ। ସୋ ଫାଷ୍ଟ ଅବଜେକ୍ଟିଭ ବା ଉଦ୍ଦେଶ୍ୟ ଆମର ଡିସାଇଡେଡ, ଦେନ୍ ଆମକୁ ଡିସାଇଡ କରିବା ପାଇଁ ପଡିବ ସେଇଠି ପହଞ୍ଚିବା ପାଇଁ ସେଇ ଗୋଲରେ ଆମକୁ କୋଉ ୱେରେ ବା କୋଉ ମିଶନରେ ଯିବା ପାଇଁ ପଡିବ, କୋଉ ରାସ୍ତାରେ ଯିବା ପାଇଁ ପଡିବ। ଆମେ ଯଦି ଅବଜେକ୍ଟିଭ ରଖିବା ଜଷ୍ଟ ପାସ୍, ସିମିଲାରଲି ଆମକୁ ଆମ ୱେରେ ଯିବା ପାଇଁ ପଡିବ ଜଷ୍ଟ ପାସ୍। ହଁ କି ନାଇଁ? ଇଚ୍ଛା ହେଲେ ପଢିବି ନ ଇଚ୍ଛା ହେଲେ ପଢିବି ଜଷ୍ଟ ପାସ୍। ସୋ ଆରାମସେ ଜଷ୍ଟ ପାସ୍ ଅବଜେକ୍ଟିଭ ରଖିଥିବା ପିଲା ତାର କାମ କରିବାର ତରିକା ଅଲଗା ହବ। 90% ରଖିବା ପାଇଁ ଉଦ୍ଦେଶ୍ୟ ରଖିଥିବା ପିଲା ତାର ୱେ ଅଫ ଟିଚିଂ, ୱେ ଅଫ ଲର୍ଣ୍ଣିଂ, ୱେ ଅଫ ଟିଚିଂ, ୱେ ଅଫ ଲର୍ଣ୍ଣିଂ ଅଲଗା ହବ। ହଁ କି ନାଇଁ? ସୋ ଆମେ ଯାହା ପୂର୍ବରୁ ଡିସାଇଡ କରିଛୁ ଏକର୍ଡିଂଲି ଆମକୁ ଆମର ସେଇ ୱେରେ ଯିବା ପାଇଁ ପଡିବ, ସେଇ ବାଟରେ ସେଇ ମାର୍ଗରେ ଯିବା ପାଇଁ ପଡିବ। ବୁଝିଲ? ସେଟା ପୂର୍ବରୁ ଆମକୁ ଡିସାଇଡ କରିବା ପାଇଁ ପଡିବ। ଯେମିତି ସେ ଭାବିଛନ୍ତି କଣ ନା ତମେ ତମେ କଣ ଭାବିଛ? ଜିଏମ କଣ? ସେଥିପାଇଁ ତମକୁ କଣ କଣ କରିବା ପାଇଁ ପଡିବ କହିଲ? हाँ देन क्या करना पड़ेगा? उसके बाद कॉम्पिटेटिव एग्जाम देना पड़ेगा। उसके बाद सर कॉम्पिटेटिव एग्जाम के लिए आपको तैयार करना पड़ेगा। विदाउट प्रिपरेशन में तो कॉम्पिटेटिव एग्जाम नहीं होगा ना। सो এটা হচ্ছে অবজেক্টিভ। যদি তাଙ୍କର অবজেক্টিভ ଥାନ୍ତା ଆଜ ଏ ଲେକ୍ଚର ସେମାନେ କମ୍ପିଟେଟିଭ ଦେଇଥାନ୍ତେ କି? ତାଙ୍କର ଅବଜେକ୍ଟିଭ ଅଛି କଣ? ଜିଏମ, ଏକର୍ଡିଂଲି ତାଙ୍କୁ ପ୍ରିପେୟାର କରିବା ପାଇଁ ପଡିବ। ବୁଝିଲ? ଲିମାଙ୍କର ଅବଜେକ୍ଟିଭ ଅଛି ସିଏ ହେବେ ଗୋଟେ ଆର୍ଟିଷ୍ଟ, ତାଙ୍କୁ ଏକର୍ଡିଂଲି ପ୍ରିପେୟାର କରିବା ପାଇଁ ପଡିବ। କସ୍ତୁରୀଙ୍କର ଅବଜେକ୍ଟିଭ ଅଛି ସିଏ ହେବେ କଣ? ୟୁପିଏସସି, ସେଥିପାଇଁ ତାଙ୍କୁ ପ୍ରିପେୟାର କରିବାର ଅଛି। ବୁଝିଲ? ସିଏ ବି ସେ ଆର୍ଟିଷ୍ଟ। ଜର୍ନାଲିଷ୍ଟ, ହଁ ହଁ ଡିଜାଇନର କଣ ଗୋଟେ ଆର୍ଟିଷ୍ଟ ନୁହଁ କି? ତମେ କଣ ଆର୍ଟ ସେଟା ନୁହଁ? ଆର୍ଟ ମାନେ ତମେ ଭାବୁଛ କଣ